ବିପ୍ଳବୀ ବକ୍ସି ଜଗବନ୍ଧୁ ତୃତୀୟ ଶ୍ରେଣୀ ସାହିତ୍ୟ ପୁସ୍ତକର ବିଷୟବସ୍ତୁ। ଖୋର୍ଦ୍ଧାର ଜଙ୍ଗଲ ଅଞ୍ଚଳରେ ଗୋଟିଏ ନିକାଞ୍ଚନ ଜାଗା। ସେଠାରେ ଚିନ୍ତିତ ଭାବରେ ବସିଥାନ୍ତି ସର୍ଦ୍ଦାର କରୁଣାକର, ସର୍ଦ୍ଦାର ଛୁଆଳ ସିଂ, ନରରଣଗଡ଼ର ଦଳବେହେରା ପ୍ରଭୃତି ପାଇକ ଦଳପତି ଓ ଅନେକ ପାଇକ। ଗୋଟିଏ ପଥର ଦେହରେ ଭରା ଦେଇ ଛିଡ଼ା ହୋଇଥାନ୍ତି ସେମାନଙ୍କର ନେତା ବକ୍ସି ଜଗବନ୍ଧୁ। ଛୁଆଳ ସିଂ ଦୀର୍ଘ ନିଶ୍ୱାସ ପକାଇ, ନା ଆଉ ଚିନ୍ତା କରି କି ଲାଭ? ଭାରତର ପ୍ରତ୍ୟେକ ରାଜ୍ୟ ଆଜି ଇଂରେଜ ଅଧିକାରରେ। ଓଡ଼ିଶାରେ ହିଁ କେବଳ ଆମେ ବର୍ଷ ବର୍ଷ କାଳ ତାଙ୍କ ବିରୋଧରେ ଯୁଦ୍ଧ କରି ଆସିଛୁ। ଖୋର୍ଦ୍ଧାକୁ ଛାଡ଼ିଦେଲେ ଓଡ଼ିଶାର ସବୁ ଅଞ୍ଚଳକୁ ଇଂରେଜମାନେ ଦଖଲ କରି ନେଲେଣି। କେତେ ଦିନ ଆଉ ଏକାକୀ ଖୋର୍ଦ୍ଧା ସେମାନଙ୍କୁ ଅଟକାଇ ପାରିବ? ବକ୍ସି ଦୃଷ୍ଟି ଫେରାଇ, ତେବେ ତୁମେ କ'ଣ କହିବାକୁ ଚାହୁଁ ଛୁଆଳ ସିଂ? ଭାରତର କୋଟି କୋଟି ଲୋକ ଯେତେବେଳେ ଇଂରେଜ ଶାସନକୁ ମାନି ନେଲେଣି, ଅଳ୍ପ କେତେ ହଜାର ପାଇକ ଇଂରେଜମାନଙ୍କୁ ହଟାଇ ପାରିବା ଆଉ ସମ୍ଭବ କି? ସମ୍ଭବ, ନିଶ୍ଚୟ ସମ୍ଭବ। ନା, ନୁହେଁ, କଦାପି ନୁହେଁ। ଜଣେ ପାଇକ, କଦାପି ନୁହେଁ? ତେବେ କ'ଣ ଆମେ ଇଂରେଜଙ୍କ ପାଖରେ ଶରଣ ପଶିବୁ? ଏହା ତୁମର ଇଚ୍ଛା ଛୁଆଳ ସିଂ? ନା ନା, ତା ହୋଇନପାରେ। ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଲେ ମଧ୍ୟ ତାହା ହେବ ନାହିଁ। ଜାତିର ସମ୍ମାନ ରକ୍ଷା ପାଇଁ କେତେ ଯେ ପାଇକଙ୍କର ମସ୍ତକ ଯୁଦ୍ଧଭୂମିରେ ଗଡ଼ି ନାହିଁ। ନାଇଁ, ଏବେ ବି କ'ଣ ସେମାନଙ୍କର ମସ୍ତକ ଗଡ଼ୁନାହିଁ? ଏତେ ଚଞ୍ଚଳ କ'ଣ ଭୁଲିଗଲ ବୀର ନେତା ଜୟରାଜଗୁରୁକୁ? ଫାଶୀ ଦିଆ ବରଗଛରେ ଝୁଲେଇ ତାହାଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରିନଥିଲେ ଇଂରେଜମାନେ? ଏସବୁ କ'ଣ ମନେ ନାହିଁ ତୁମର ଛୁଆଳ ସିଂ? ମନେ ଅଛି ସର୍ଦ୍ଦାର, ସବୁ ମନେ ଅଛି। କିନ୍ତୁ ଆମର ଅବସ୍ଥା ଯେ ଆଜି ଖରାପ। ଖରାପ? କ'ଣ ଖରାପ ଛୁଆଳ ସିଂ? ଲୋକେ ତ ଆମର ବଳ, ଲୋକେ ତ ଆମର ଶକ୍ତି, ଲୋକେ କ'ଣ ନାହାନ୍ତି ଆମ ପକ୍ଷରେ? ଆମେ କ'ଣ ଲଢ଼ୁନାହୁଁ ସେମାନଙ୍କର ମଙ୍ଗଳ ପାଇଁ? ଦମ୍ଭ ହରାଉଛ କାହିଁକି? ଠିକ୍ ଏହି ସମୟରେ ଝପଟ ସିଂ ଓ ବଳିୟାର ସିଂ ନାମକ ଦୁଇ ଜଣ ପାଇକ ପ୍ରବେଶ କଲେ। ବକ୍ସି ଜଗବନ୍ଧୁ, ଖବର କ'ଣ? ଆପଣଙ୍କ ପରିବାରର ସମସ୍ତଙ୍କୁ ବାନ୍ଧି ନେଇଛନ୍ତି ଇଂରେଜମାନେ, ମା, ସ୍ତ୍ରୀ, ପୁଅ, ପୁତୁରା ସମସ୍ତଙ୍କୁ। ତେବେ କ'ଣ କେଉଁଠି ହେଲେ ପାଇକମାନେ ଇଂରେଜମାନଙ୍କ ସଙ୍ଗେ ଲଢ଼ି ନାହାନ୍ତି? ରୁଡ଼ଙ୍ଗର ସାଇ ସାଇ ଓ ଆଖପାଖ ଗାଁ ସବୁ ହୁତୁ ହୁତୁ ହୋଇ ଜଳୁଛି ଆଜ୍ଞା। କିନ୍ତୁ କେହି କ'ଣ କେଉଁଠି ବାଧା ଦେଇନାହାନ୍ତି ସେମାନଙ୍କୁ? ଦେଇଛନ୍ତି ଆଜ୍ଞା। ସେଦିନ ଲମ୍ବେଇ ପ୍ରଗଣାରେ ଇଂରେଜମାନଙ୍କର ତୋପ ଗର୍ଜି ଉଠିଲା। ଆମ ଦଳକୁ ଦଳ ପାଇକ ଗୁଳିଗୋଳାକୁ ଖାତିର ନ କରି ସେମାନଙ୍କୁ ଆକ୍ରମଣ କଲେ। କେତେ ପାଇକ ଗୁଳି ମାଡ଼ରେ ଭୂଇଁରେ ଲୋଟିଗଲେ। ଆଉ ଜଣେ ପାଇକ ପାହାଡ଼ର କନ୍ଦି ବାଟେ ବୁଲି ପଡ଼ି ତୀର ମାରି ଗଡ଼ାଇ ଦେଲେ ଇଂରେଜ ସୈନ୍ୟକୁ। ସେଥିପାଇଁ ଅବସ୍ଥା ସମ୍ଭାଳି ହୋଇଗଲା। ନହିଲେ ଆମର ଆହୁରି କେତେ ଯେ ପାଇକ ପ୍ରାଣ ହରାଇ ନଥାନ୍ତେ କିଏ କହିବ? ବନ୍ଧୁକ ନାହିଁ, କମାଣ ନାହିଁ, ଗୁଳିଗୋଳା ବାରୁଦ ନାହିଁ। ଶୁଣ ସମସ୍ତେ, ମୁଁ ଯେ କହୁଥିଲି ଅବସ୍ଥା ଶୋଚନୀୟ, ବୁଝ। ଏବେ ତାହା ସତ କି ନୁହେଁ? ନା, ଉପାୟ ନାହିଁ ଆଉ। ଅଛି, ଉପାୟ ଅଛି ଛୁଆଳ ସିଂ। ଖାଲି ଉପାୟ ଥିଲେ କ'ଣ ହେବ ବକ୍ସି? ଅସ୍ତ୍ର କାହିଁ? ଅଛି, ଅସ୍ତ୍ର ଅଛି। କେଉଁଠି ଅଛି? କେଉଁଠି ଅଛି? ସେ କି ଅସ୍ତ୍ର? ସେ କି ଅସ୍ତ୍ର ସେନାପତି? ସେ ଏକ ନୂଆ ପ୍ରକାରର ଅସ୍ତ୍ର। ଅଛି ତୁମ ପାଖରେ, ଅଛି ମୋ ପାଖରେ, ଅଛି ପ୍ରତ୍ୟେକଙ୍କ ପାଖରେ। ସେ ଅସ୍ତ୍ର ହେଉଛି ଇଂରେଜମାନଙ୍କ ସହିତ ଅସହଯୋଗ। ଅସହଯୋଗ? ସେ ପୁଣି କ'ଣ? ହଁ, ଅସହଯୋଗ। ଇଂରେଜ ପକ୍ଷରେ ଜଣେ ହେଲେ କାହାରି ସହିତ ଆମେ କୌଣସି ସମ୍ପର୍କ ରଖିବା ନାହିଁ। ଇଂରେଜମାନେ ଆମଠାରୁ କର ଆଦାୟ କରି ସେହି ଧନରେ ଆମ ବିରୋଧରେ ଲଢ଼େଇ କରୁଛନ୍ତି। ଆମରି ଖାଦ୍ୟରେ ଶସ୍ୟରେ ପୂର୍ଣ୍ଣ କରୁଛନ୍ତି ତାଙ୍କର ଖାଦ୍ୟ ଭଣ୍ଡାର। ଆଜିଠାରୁ ସେମାନଙ୍କୁ ଗୋଟିଏ ସୁଦ୍ଧା କଉଡ଼ି ଦେବା ନାହିଁ।
ଆମର ବିଶ୍ୱାସ ଏ ଜମିରେ ମଧ୍ୟ ଲଙ୍ଗଳ ଗାର ମାରିବା ନାହିଁ। ପଡ଼ୁ ବର୍ଷ ବର୍ଷ କାଳ ସମସ୍ତ ଜମି ପଡ଼ିଆ ପଡ଼ୁ। ଲୋକେ ଗ୍ରାମରୁ ଥିବାରୁ ସିନା ସେମାନଙ୍କ ଉପରେ ଅଂଗ୍ରେଜମାନେ ଅତ୍ୟାଚାର କରୁଛନ୍ତି। ପରିବାର ଘେନି ସମସ୍ତେ ଚାଲ ଜଙ୍ଗଲକୁ ଚାଲିଯିବା। ଏଣିକି ଦେଖିବା ଅଂଗ୍ରେଜ ପକ୍ଷରେ ଲୋକ କେହି ଯେପରି ମୁଠାଏ ଅନ୍ନ କି ଟୋପାଏ ପାଣି କେଉଁଠାରେ ନ ପାଆନ୍ତି। କରୁଣା କର, ଏ ତ ଏକ ନୂଆ କୌଶଳ। ବାସ୍ତବରେ ଏ ଯଦି ସଫଳ ହୁଏ, ହେବ ହେବ ନିଶ୍ଚୟ ସଫଳ ହେବ ସର୍ଦ୍ଦାର। ଅଂଗ୍ରେଜ ଏଣିକି କାହାଠାରୁ କର ଆଦାୟ କରିବ କରୁ, କାହା ଫସଲ ନେବ ନେଉ, କାହା ଉପରେ ଅତ୍ୟାଚାର କରିବ କରୁ। ଦେଖ, ବିଚାର କରିକି ଦେଖ। ବିଚାର ଆଉ କ'ଣ ବକ୍ସି? ଏହା ହିଁ ତ ଶେଷ ନିଷ୍ପତ୍ତି। ବେଶ୍, ତାହେଲେ ଆଜିଠାରୁ ଏହି ନୂଆ ଯୁଦ୍ଧ ଆରମ୍ଭ ହେଉ। ଆମେ ଏହି ପନ୍ଥାରେ ଦୃଢ଼ ରହିଲେ ଦିନେ ଅଂଗ୍ରେଜମାନେ ଭାରତ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବେ। ଦେଶପ୍ରେମୀ ବିପ୍ଳବୀମାନଙ୍କର ଜୀବନୀ କାହାଣୀ ସହିତ ଆହୁରି ନୂଆ ପୁରୁଣା ସାହିତ୍ୟକୁ ନେଇ ସୁନ୍ଦର ସୁନ୍ଦର ବିଷୟବସ୍ତୁ ବିଷୟରେ ଜାଣିବା ପାଇଁ ଆମ ଓଡ଼ିଶା ଆମ ସାହିତ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।